ସେଇଟା ହଉଛୁ ତା ମାନେ ଜୁଲାଇ ଏପ୍ରିଲ 14 ତାରିଖ ପଣା ସଂକ୍ରାନ୍ତି ହେଲା ଆମର ନୂଆ ବର୍ଷ, ଓଡ଼ିଆ ନୂଆ ବର୍ଷ ହିସାବରେ ବା ହିନ୍ଦୁ ନୂଆ ବର୍ଷ। ବିଭିନ୍ନ ସମ୍ପ୍ରଦାୟର ବିଭିନ୍ନ କଥା ରହିଛି। ଏଟା ଖ୍ରୀଷ୍ଟୀୟ ଧର୍ମ ଅନୁଯାୟୀ 250 କୋଟି ଲୋକ এই সম্প্রদায়ের বসবাস করছেন সারা পৃথিবীরে। তেমন আমକୁ যেহেতু ইংরেজ মানে শাসন করুলে 200 বর্ষর অধিক সময়, সেপাই আমি এই ইংরেজি নববর্ষটাকে আমি এটা রোমানর মানে দেশর হিসাব অনুযায়ী তাଙ୍କର ଗୋଟେ ଗୋଟେ ମାସ ଗୋଟେ ଗୋଟେ ଠାକୁର ପାଇଁ ସମର୍ପିତ ମାନେ ମାନେ ସେଥିପାଇଁ ଜାନୁଆରୀ ମାସର ରହିଛି, ଅଗଷ୍ଟ ମାସର ସବୁ ମାସର ଗୋଟେ ଗୋଟେ ଠାକୁର, ସେଥିପାଇଁ ଅଗଷ୍ଟ ରହିଛି, ଜାନୁଆରୀ ରହିଛି, ମାର୍ଚ୍ଚ ଏପ୍ରିଲ ରହିଛି, ସବୁ ମାସର ଗୋଟେ ଗୋଟେ ରହିଛି। ତେଣୁ ଆମେ ସେ ଦିଗରେ ଯିବାନି। କିନ୍ତୁ ଏଇ ଇଂରାଜୀ ନୂଆ ବର୍ଷଟାକୁ ଏ ବର୍ଷ ଭାରତ ବର୍ଷରେ ମୁସଲମାନ ମାନେ ପୁରା ବିରୋଧ କରୁଛନ୍ତି ଏବଂ ଫତୁଆ ଜାରି କରିଛନ୍ତି ଯେ ମୁସଲମାନ ଲୋକ ବା ଯୁବକ ଯୁବତୀ ମାନେ ଏଥିରେ ଆସିବା ଅନୁଚିତ, ମାନେ ପାଳନ କରିବାଟା ଆମର ଇସଲାମ ଧର୍ମ ବିରୋଧୀ ପୁରା ଫତୁଆ ସେମାନେ ଜାରି କରିଛନ୍ତି। ଏଇଟା ପରଶୁ ଦିନ ହେଇଛି। ତେଣୁ ଆମେ ଯେହେତୁ ଗୋଟେ ସମସ୍ତେ ସେଇ ପୁରୁଣା ଢାଞ୍ଚାରେ ଚାଲିଛି ତ ଚାଲିଛି, ସେଥିପାଇଁ ବି ଆମେ ବିଭିନ୍ନ ଆମ ଦେଶର ବିଭିନ୍ନ ଜାଗାରେ ଏଇ ପର୍ବ ପାଳନ ହଉଛି। ଆମେ ବି ମଧ୍ୟ ସ୍ପର୍ଶ ତରଫରୁ ପାଳନ କରୁଛେ। ବର୍ତ୍ତମାନ ଏଇ ପରିପ୍ରେକ୍ଷୀରେ ଆମର ସ୍ପର୍ଶର ପରିବାର ଟିକେ ଯଦିଓ ବହୁତ ସମ୍ପ୍ରସାରିତ ହୋଇଛି, କିନ୍ତୁ ଆମେ କିଛି ଷ୍ଟାଫ୍ ଏଠି ରହିଛୁ, କର୍ମଚାରୀ ଆମେ ରହିଛୁ, କିନ୍ତୁ ଆମର କିଛି ଷ୍ଟାଫ୍ ଅଲଗା ଜିଲ୍ଲାରେ କାମ କରୁଛନ୍ତି, ଯେମିତି ମୟୂରଭଞ୍ଜ, ଯେମିତି କେଉଁଝର, ଅଲଗା ଜିଲ୍ଲାରେ ମଧ୍ୟ ସେମିତି ଆମର ଷ୍ଟାଫ୍ ମାନେ କାମ କରୁଛନ୍ତି, ବର୍ତ୍ତମାନ ସୁଦ୍ଧା ବି କାର୍ଯ୍ୟରତ ରହିଛନ୍ତି। ତେଣୁ ଆଉ ବାଲେଶ୍ୱର ଜିଲ୍ଲାରେ ଏନଜିଓକୁ ଚଲେଇକି କାମ ଆଣିକି କାମ କରିବା ମାନେ ବହୁତ କଠିନ ବେପାର। ଯେଉଁମାନେ କାମ କରୁଛନ୍ତି ସେମାନେ ମଧ୍ୟ ଜାଣୁଛନ୍ତି। ମୋ ଆଖି ଆଗରେ ବହୁତ ସଂସ୍ଥା ଦେଖାଯାଇଛି, ଯେମିତିକା ଲୋକଶକ୍ତି ବହୁତ ବଡ଼ ଅର୍ଗାନାଇଜେସନ, ଆଉ ତାଙ୍କ ଅଫିସ ଦେଖିଲେ ଆମ ପାଦ ବି ଥରିବ ଯେ ତା ଅଫିସ କି ଯିବା ପାଇଁ। କିନ୍ତୁ ସେମାନେ ଧୀରେ ଧୀରେ ଟ୍ରାକ୍ ଚେଞ୍ଜ କରିସାରିଲେଣି, ବୁଝିଗଲେ। ଟ୍ରାକ୍ ମାନେ ଏନଜିଓ ଲାଇନରୁ ଛାଡ଼ିକି ଅଲଗା ଲାଇନ କି ସେମାନେ ମାନେ ସବୁ ଗଲେଣି, କି ଆଇଟି କି ଯାତ୍ରାପାଟି, ସେ ଲୋକଶକ୍ତିର ତାର ସବୁ ହେଇଛି। ତେଣୁ ଆମେ ସେ ଦିଗରେ କାମ କରୁଛେ ଯେତେବେଳେ ସଂସ୍ଥାକୁ ନେଇକି। ତେଣୁ ସ୍ପର୍ଶ ପରିବାରରେ ବର୍ତ୍ତମାନ 3-4ଟା ୱିଙ୍ଗ ସ୍ପର୍ଶ ଏନଜିଓ ହିସାବରେ କାମ କରୁଛୁ। ସ୍ପର୍ଶ ବିବେକାନନ୍ଦ, ଯେଉଁଟାକି ଆବାସିକ ଶିକ୍ଷା ନିକେତନ, ସେଟା ବି ଗୋଟେ 1860 ଆକ୍ଟର ନିୟମ ଅନୁଯାୟୀ ଗୋଟେ ସ୍କୁଲ ବା କଲେଜ ଏଇଠି ବି ଚାଲିବ, ମାନେ ଗୋଟେ ରେଜିଷ୍ଟ୍ରେସନ ଆକ୍ଟର ଚାଲିବ, ସେ ଗୋଟେ କାହା ଦ୍ୱାରା ସେମାନେ ପରିଚାଳିତ ହେବେ ହେଲା। ସେଥିପାଇଁ କିଏ 1860ରେ କରୁଛୁ, କିଏ ଟ୍ରଷ୍ଟ ହିସାବରେ କରୁଛି, ଟ୍ରଷ୍ଟ ରେଜିଷ୍ଟ୍ରେସନ କରିକି ମଧ୍ୟ ସ୍କୁଲ ଚାଲିପାରିବ। ତେଣୁ ସେଥିପାଇଁ ଚିନ୍ତା କରିକି ମୁଁ ବହୁତ ଥର ଚିନ୍ତା କରେ ଯେ ଆମର କେମିତିକା କନଷ୍ଟାଣ୍ଟ ଗୋଟେ ରୋଜଗାର ଆମେ ପାଇପାରିବା ଏବଂ କିଛି ଲୋକ ସେଥିରେ ରୋଜଗାରକ୍ଷମ ହେବେ। ସେଥିପାଇଁ ବହୁତ ପ୍ରୟାସ ବି କରାଯାଇଛି, କିନ୍ତୁ କେଟା ସଫଳ କେଟା ବିଫଳ। ମାନେ ବିଗତ ଦିନ ମାନଙ୍କରେ ଗୋଟେ ଆମେ ଥିଲା ଆମର ଗୋଟେ ମେସିନ୍ ଆଣିଥିଲେ, କିଏ ଦେଖିଥିବ ମୁଁ ଜାଣିନି, 8 ଲକ୍ଷ ଟଙ୍କା ଦେଇକି ସେ ମେସିନ୍ ଆଣିଥିଲେ, ଧାନ ତାକୁ ମାନେ ବିହନ ତିଆରି କରୁଥିଲେ। ସେ ମେସିନ୍ ଟା ନେଇକି ବି ଯାଇଛି, ବର୍ତ୍ତମାନ ସୁଦ୍ଧା ବି ସେ ପଇସା ଦେଇନି। ଆଉ ମୋର ଟିକେ ମାନେ କିସ ମାନେ ମୁଁ ଟିକେ ଜୁଲୁମ କରିକି ପଇସା ପତ୍ର ମାଗି ପାରେନି, ସେ ଗୋଟେ ଜିନିଷଟା ଫ୍ଲପ୍ ହେଲା। ସମସ୍ତଙ୍କୁ ନମସ୍କାର, ନୂତନ ବର୍ଷର ଅଭିନନ୍ଦନ। ସ୍ପର୍ଶ ପରିବାରରେ ଯେତେବେଳେ ମୁଁ ପ୍ରଥମ ଥର ଆସିଥିଲି, ସୁଧାଂଶୁ ଭାଇ ମୋ ସହିତ ଥିଲେ। ଯେତେବେଳେ ତାଙ୍କ ସହିତ ପ୍ରଥମ ଥର ମୁଁ ଭେଟିଥିଲି ବସ୍ତା ବ୍ଲକରେ ଭିଡ଼ିଏମ୍ପି କାମରେ, ସେଠି ତାଙ୍କୁ ପ୍ରଥମେ ଦେଖିଥିଲି, ତାଙ୍କ କଥା ଶୁଣିଥିଲି। କଥାଟା ବି ବହୁତ ଭଲ ଲାଗିଥିଲା, କିନ୍ତୁ ପରିଚୟ ନଥିଲା, ତାଙ୍କ ବିଷୟରେ ମୁଁ ଜାଣିନଥିଲି। ମନେ ମନେ ଭାବୁଥିଲି ସେମାନଙ୍କ ସହିତ କେତେବେଳେ ଗୋଟେ ଦେଖା ହେଇଯାଆନ୍ତା
भल सम्मान पाइन भल आदर पाइन किंतु एथे जेतेबेले पहुंची सार सहित आम प्रथम कथा देखा साक्षात कथा जेतेबेले आम फेरिकी गले मो पछक जाई बोर्ड को देखली सुभाष भाई बोर्डटा कंडी खाइलानी लेखाटा क्लियर देखा जाउनी एठी आम आसीते सत रिटर्न आउ थरे आसी पाइबेनी बोले लेखार जना पड़ुची संस्थाटा ठीक ठाक चलुनी एठी बोधे काम होना काम विषय आम तो देखी नथिलु काम किए करछि केमिति होछि कोडी कोडी काम होछि कोन संस्था तबे नेक्स्ट ईयर पुणी आसिले तांको कथा माने मन को छुई जाइतिला कोन दुख कथा कहले जे समस्त हमको छाड़ी के चली जाउछन्ती किंतु जीवा परे आम सहित संपर्क भी कटे दे चली जाउछन्ती किछि कारण कोना किंतु आमे आशा करछु आमे एठी छाड़ी के जीवन जे स्पर्श परिवार आमे एमती जड़ी देइछु अन्य सब संस्था आमे भल भल पैसा इनकम करिछु किंतु सम्मान कि एठी जो आदर भल पाइबा सेटा सब जगह में पाइनु जेमती माने जने बापा ताको पुओ को जेमती देखंती सेमती बापा सदृश्य साहब तुलना करुछि से प्रत्येक समय जेतेबेले मु घर को जाउछि जेतेबेले मु ड्यूटी जाउछि सारे एठी माने कॉल करी कहंती जे केतेबेले आसीबो केबे लागंती केबे गाड़ी करंती जे कहंती आ समस्त स्टाफ मान को एथि कहछि आमे जदि गोटे संस्था रे अछु समस्त मिसिकी समस्त एक एमती संस्था को धीरे धीरे उन्नति आड़ को अग्रसर करवा समस्त मिसिकी शेष ना आमर शेष हो संस्था शेष होनी ये आशा नहीं दे दे दियो जण कोइ दे जण सर दे अच्छा अच्छा दा नो को सब पैसा ना मु कोन कहबी सब मोर जा कहले तला अपन पैसा चला कोइ दफा ना ठीक है पूर्ण कथा को जे लोक माने तो तुमको पचाले पैसा मिलु न हां ठीक है चल ये सिंगापुर ठीक स्कूल काम करतो केन लागू कोन संजोग से तो मिसी कोन लागू आ प्रताप रो मोर व्यवहार माने किबिया रहउची केन से स्कूल दा दाम दिस चेंज करिया कर जे एगुडा कर दे स्कूल ला ଟିକେ ଭଲ हो ठीक है उन्नति हो से सजेशन कोई ना कोई ये मोर जियो बस नहीं ना आपनी हां देखो ऐसे है वैसे क्लास अच्छा न को चलो ठीक है भल खराब गुणटा जाना दरकार आम विषय में से भल कले आम जान आम निजी भल कले भल मोर ये उद्देश्य नहीं आज मोर भावती आम पंचायत भी भावती ये बहुत पैसा पाँच से मैंने बहुत पैसा पाँच मैंने तेल फेल पड़ोची निजे मो बाइक रे जाऊँगी लोक सागर मीटिंग करने माने गोटे काम करते 4 5 लोक पाक जाइए भी काम कर आसिक भी मुझे आज सकाल देखुं केते तो पैसा इनकम कर ना बिल भी कर दो बहुत कर दे ए तो बोझ रे ताबरे भी ढेर भी समस्या आसे जे मो पंचायत रो काम सरपंच को कहियो मो पंचायत काम कला मते किछि देला नि मो कहा नेता
କହିଛନ୍ତି ଯେ ସେ କାମ ନ କରି ଲୋକକୁ ବି ଦେଇଛନ୍ତି। ମୁଁ କହିଲି କିନ୍ତୁ ତାର ଦମ ଅଛି ଯଦି ମୁଁ ଆଗରେ ତାର ଯାହାର ଦମ ଅଛି ଯଦି ମୁଁ ଆଗରେ ମୁଁ କାହା କିଏ କାମ କରୁଛି ନ କରୁଛି। ତେଣୁ ମୁଁ ଭାବେ କିସ ଆମେ ଗୋଟେ ସଂସ୍ଥାରେ ଦୁଃଖ ଆଉ ସୁଖ ସବୁବେଳେ ଜଡ଼ିତ ହୋଇ ରହିଥିବା ସେଇଟା ହଉଛି ମେନ୍ ଉଦ୍ଦେଶ୍ୟ ହଉଛି କିଏ ଅର୍ଥର ମୁଁ କେବେ ବି ଲାଳତ ହେଇନି କି ହେବି ବି ନାହିଁ, କିନ୍ତୁ ସମସ୍ତେ ଗୋଟେ ପରିବାର ଗୋଟେ ଅସୁବିଧା ପଡ଼ିଲେ ତ ସମସ୍ତେ ହାତଟାକୁ ବଢେଇବା ଦରକାର। ଏଇଟା ହଉଛି ଗୋଟେ ଏନଜିଓ ର କାମ। ତେଣୁ ମୁଁ ବି ଭାବୁଛି ଆମେ ନୂତନ ବର୍ଷ ପାଇଁ ଆଗାମୀ ଦିନରେ କେମିତି ଭଲ କାମ କରିବା ତା ବିଷୟରେ ଶପଥ ନେଇ ଆଜି ଯିଏ ଯାହାକୁ ମଙ୍ଗଳ ମନାସି ରଖୁଛୁ। ତେଣୁ ଆଉ ରହିଲା କଥା ମୁଁ ଆଜି ଦିନର ଗୋଟେ କଥାଟା କହୁଛି ଟିକେ ଶୁଣିବ। ଆମର ଦିଟା ପ୍ରୋଗ୍ରାମ ଗୋଟେ ରହୁଛୁ, ସେଟାକୁ ସମସ୍ତେ ମିଳିମିଶିକି ସାହାଯ୍ୟ କରିକି ପ୍ରୋଗ୍ରାମଟାକୁ ହାଇଲାଇଟ୍ କରିବା। ଗୋଟେ ହେଲା ସ୍କୁଲର ବାର୍ଷିକ ଉତ୍ସବ ହେଲା, ଛୁଆମାନଙ୍କ ଦ୍ୱାରା ନାଚ ଗୀତ ହବ ଆଉ ଗେଷ୍ଟ ମାନେ ଆସିବେ। ଆମେ ସମସ୍ତେ ଭାବିବା ଯେ ସାର୍ କହିନାହାନ୍ତି ଆମେ ଯିବାନି, ଶୁଣିବ ମାନେ ତାକୁ ଆସିକି ନିଜ ଆଇଡିଆରୁ ଆଉ କଣ କଲେ ଭଲ ହବ ତାକୁ ଲକ୍ଷ୍ୟ କରିବ ହେଲା। ଆଉ ଗୋଟେ ପ୍ରୋଗ୍ରାମ ଆମର ରହୁଛି, ଆମେ ଗୋଟେ ବୁଲିବା ପାଇଁ ଯିବା, ଗୋଟେ ବସ୍ କରିବା ଆମେ ସମସ୍ତେ, ତମର ପିଲା ଛୁଆ ତାଙ୍କର ପିଲା ଛୁଆ ସମସ୍ତଙ୍କର ପିଲା ଛୁଆ ଧରିକି ଯିବା, ଯେତେ ଶୀଘ୍ର ହେଇପାରିବ। ସେ ବସ୍ ବାଲା କହିଛି 2 ଦିନିଆ ପ୍ରୋଗ୍ରାମ କରିବ ଆଉ 50,000 ଟଙ୍କା ସେ କହୁଛି ଫାଇଜାଲ ବସ୍, କିନ୍ତୁ ଅଲଗା ଆଡେ କେତେ 60-70,000 ନେଉଛନ୍ତି। ଆମ ପାଇଁ ସେ କହୁଛି 50,000 ରୁ 53,000 ଟଙ୍କା ଭିତରେ ନେବ ବୋଲି। ତାର ସିଟ୍ କାପାସିଟି କେତେ କହୁଛି? 52। ଦେଖିବା ସେଟା ସମସ୍ତେ ମିଶିକି କେମିତି ଆମେ ଯିବା ଆଉ କାହାକୁ ବି ନେଇପାରିବା, ପଇସା ଦବା, ଆମେ 2 ଦିନିଆ ଯିବା ବୁଲି ବୁଲିକି ଆସିବା। ଏଟା ଗୋଟେ ଟିମ୍ ୱାର୍କ ଯିବା। ଜଣକୁ ଦାୟିତ୍ୱ ଦେଇଦବ, ସେ ରାଜେଶ ହଉ ଲିପି ହଉ ଏଇ 2 ଜଣ ତାକୁ ଲିଡ୍ ଦେଇକି କାମଟାକୁ ଆଗକୁ ନିଅନ୍ତୁ ହେଲା। କେଉଁମାନେ ଯିବେ ତାଙ୍କ ଲିଷ୍ଟ ବସ୍ ସହିତ ନେଗୋସିଏସନ କରି କେତେ ତାରିଖରେ ଯିବା ଏଇଟାକୁ ଦେଖିବ। ସ୍କୁଲରେ ତାର ଗାର୍ଡିଆନ ସହିତ ଯୋଗାଯୋଗ କରିକି ଲିପି ରାଜେଶକୁ କହିଦବ। ହଁ, ପ୍ରଥମ ହେଲା ଭୂପତି ସ୍କୁଲ ଗାର୍ଡିଆନ ଯୋଗାଯୋଗ କର। ଆମେ ଚାହୁଁଛୁ ଅଧିକ ଗାର୍ଡିଆନ ଯାଆନ୍ତୁ, ପିଲା ଯାଆନ୍ତୁ, କେତେ ହଉ ଲିପି ଗୋଟେ ବନାନ୍ତୁ, ବନେଇକି ଲିପି ପାଖରେ ପହଞ୍ଚିଲା ପରେ ତ ତାପରେ ଆମେ ଆଉ କେତେ ପିଲାର କେତେ ସିଟ୍ ରହିଲା ମତେ କାହା ପାଖକୁ ନେଇଯାଉ।